ମା ଯେତେବେଳେ ଘରକୁ ଆସେ ତା ଛୁଆର କେମିତି ମନ ଉଲ୍ଲସିତ ହବନି କହିଲେ ସାଙ୍ଗମାନେ। ସେଥିପାଇଁ ମୁଁ ସକାଳୁ ଗାଧେଇ ପାଧେଇ ମୋ ମାଆଙ୍କ ପାଖରେ ଆସି ତାକୁ ଧୂପ ଦୀପ ଗନ୍ଧପୁଷ୍ପ ଦେଇ ତାକୁ ଟିକେ ଭୋଗ ଲଗେଇ ଦେଇଥିଲି। ତାପରେ ସିଏ ମୋତେ କହିଥିଲା ଆମ୍ବିଳ ଆଜି କରେ ମୁଁ ଖାଇବି। ତ ମୁଁ ଆମ୍ବିଳ ପାଇଁ ପରିବା କାଟି ଦେଇଥିଲି। ପରିବାରେ ମୁଁ କନ୍ଧମୂଳ ମୂଳା ନେଇଯାଇଥିଲି। ତାପରେ ଗ୍ୟାସ୍ ଅନ୍ କରି କଡ଼େଇ ବସେଇଥିଲି। ଗୁଆ ଘିଅ 2 ଟେବୁଲ୍ ସ୍ପୁନ୍ ଦେଇ ପଞ୍ଚୁଫୁଟଣ ଶୁଖିଲା ଲଙ୍କା ହେଙ୍ଗୁ ଭୃଷଙ୍ଗ ପତ୍ର ଦେଇ ଭାଜି ଦେଇଥିଲି। ତାପରେ ପରିବା ମଧ୍ୟ ମୁଁ ପକେଇକି ସେଥିରେ ଲୁଣ ହଳଦୀ ଦେଇ ଭଲ ଭାବରେ ଟିକେ ଭାଜି ଦେଇଥିଲି। ତାପରେ ପାଣି ଦେଇଥିଲି। ପାଣି ଦେଲା ପରେ ସିଝିଲା ପରେ ମୁଁ ତେନ୍ତୁଳିକୁ ଭିଜେଇକି ରଖିଥିଲି ସେଇ ମଣ୍ଡ ଦେଇଥିଲି। ତାପରେ ଗୁଡ଼ ବି ଦେଇଥିଲି। ତାପରେ ମୋର ପ୍ରସ୍ତୁତି ହେଇଗଲା। ତାପରେ କିଛି ଧନିଆ ପତ୍ର ଦେଇ ମୋ ମା ପାଇଁ ଆମ୍ବିଳ ପ୍ରସ୍ତୁତି କରିଥିଲି। ମୋ ମା ଖାଇକି ତ ଖୁସି ହେଇଗଲା। ଆପଣ ମାନେ ଯଦି ଭିଡ଼ିଓଟି ଭଲ ଲାଗୁଛି ନିଶ୍ଚୟ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ।